ଆପଣ କେବେ ଭାବିଛନ୍ତି ଗୋଟିଏ ଛୋଟ ଭୁଲର ପରିଣାମ କେତେ ବଡ଼ ହୋଇପାରେ? ହଁ, ବିଶେଷ କରି ଯେତେବେଳେ ସେହି ଭୁଲଟା ସ୍ୱର୍ଗରେ ହୁଏ। ଏକଦମ। ଆଉ ତାର ଶିକାର ହୁଅନ୍ତି ସ୍ୱୟଂ ଭଗବାନଙ୍କର ସବୁଠାରୁ ବିଶ୍ୱସ୍ତ ସେବକ। ଶ୍ରୀମଦ୍ ଭାଗବତରେ ଏମିତି ଏକ କାହାଣୀ ଅଛି ଯେଉଁଥିରେ ଗୋଟେ କଥା ମୋତେ ସବୁବେଳେ ଆଶ୍ଚର୍ଯ୍ୟ କରେ କେଉଁ କଥା? ଯେ ଭଗବାନ ନିଜେ ସେଠି ଥାଇ ବି ନିଜ ଲୋକଙ୍କୁ ବଞ୍ଚାଇଲେନି କାହିଁକି? ଆଜି ଏ ଗଣ୍ଠିଟା ଟିକେ ଖୋଲିବାକୁ ଚେଷ୍ଟା କରିବା। ନିଶ୍ଚୟ। ଆମେ ଆଜି ଯେଉଁ କାହାଣୀ ବିଷୟରେ କଥା ହେବାକୁ ଯାଉଛେ ତାହା ଶ୍ରୀମଦ୍ ଭାଗବତ ମହାପୁରାଣର ତୃତୀୟ ସ୍କନ୍ଧରୁ ଆସିଛି। ଜୟ ଆଉ ବିଜୟଙ୍କ କାହାଣୀ ନା? ହଁ, ଭଗବାନ ବିଷ୍ଣୁଙ୍କର ସେହି ଦୁଇ ଦ୍ୱାରପାଳ। ଏହା କେବଳ ଗୋଟେ ଅଭିଶାପର କାହାଣୀ ନୁହେଁ, ବରଂ ଏହା ପଛରେ ଥିବା ଦର୍ଶନ ଆଉ କଣ କହନ୍ତି ଦୈବୀ ଲୀଳା ବହୁତ ଗଭୀର। ଠିକ୍ କହିଲେ। ଆମର ଉଦ୍ଦେଶ୍ୟ କେବଳ କାହାଣୀଟିକୁ ଦୋହରାଇବା ନୁହେଁ, ବରଂ ଏହା ଭିତରେ ଲୁଚି ରହିଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବା। ହଁ, ଯେମିତିକି ଭଗବାନ କାହିଁକି ନିଜ ସେବକଙ୍କ ଦଣ୍ଡକୁ ସ୍ୱୀକାର କଲେ। ଆଉ ଏହି ଗୋଟିଏ ଘଟଣା କେମିତି ଭଗବାନଙ୍କର ଅନେକ ଅବତାର ପାଇଁ ରାସ୍ତା ତିଆରି କଲା। ଆସନ୍ତୁ, ଏହି ରୋଚକ ପ୍ରସଙ୍ଗରେ ଟିକେ ଗଭୀରକୁ ଯିବା। ଚାଲନ୍ତୁ। ତେବେ କାହାଣୀର ଆରମ୍ଭ ବୈକୁଣ୍ଠ ଧାମରୁ। ସେଠାରେ ଭଗବାନ ବିଷ୍ଣୁଙ୍କର ଦୁଇଜଣ ଖାସ୍ ଦ୍ୱାରପାଳ ଥିଲେ, ଜୟ ଆଉ ବିଜୟ। ହଁ, ସେମାନେ କେବଳ ସିକ୍ୟୁରିଟି ଗାର୍ଡ ନଥିଲେ। ନା, ସେମାନେ ତ ଭଗବାନଙ୍କର ଅତି ନିଜର ଲୋକ ଥିଲେ, ମାନେ ତାଙ୍କର ପାରିଷଦ, ସବୁବେଳେ ତାଙ୍କର ସେବାରେ ଲାଗି ରହୁଥିଲେ। ହଁ, ତ ଦିନେ କଣ ହେଲା? ବ୍ରହ୍ମାଙ୍କର 4 ମାନସ ପୁତ୍ର ସେଠାରେ ପହଞ୍ଚିଲେ। ମାନସ ପୁତ୍ର ମାନେ ଯେଉଁମାନେ ବ୍ରହ୍ମାଙ୍କ ମନରୁ ସୃଷ୍ଟି ହୋଇଥିଲେ। ଏକଦମ। ସନକ, ସନନ୍ଦନ, ସନାତନ ଓ ସନତ କୁମାର। ଏମାନଙ୍କର ଗୋଟେ ବିଶେଷତ୍ୱ ଥିଲା। କଣ ସେଇଟା? ସେମାନେ ଅତି ଜ୍ଞାନୀ ଋଷି, କିନ୍ତୁ ଦେଖିବାକୁ ସବୁବେଳେ 5-6 ବର୍ଷର ଛୋଟ ପିଲାଙ୍କ ପରି। ଆଚ୍ଛା, ତେଣୁ ସେମାନେ ଛୋଟ ପିଲାଙ୍କ ପରି ଦିଶୁଥିଲେ। ଏଇଠୁ ହିଁ ବୋଧେ ଗଣ୍ଡଗୋଳର ଆରମ୍ଭ ହେଲା। ହଁ, ସେଇଆ ହିଁ ହେଲା। ଜୟ ଆଉ ବିଜୟ ଏହି 4 ଜଣ ବାଳକ ରୂପୀ ଋଷିଙ୍କୁ ଦେଖିଲେ ଆଉ ଭାବିଲେ ଏମାନେ ଏଠିକୁ କେମିତି ଆସିଗଲେ। ସେମାନେ ଭଗବାନଙ୍କୁ ଦର୍ଶନ କରିବାକୁ ଭିତରକୁ ଯାଉଥିଲେ। ଆଉ ଜୟ ବିଜୟ ତାଙ୍କୁ ଅଟକାଇ ଦେଲେ। କଥାଟା ଶୁଣିବାକୁ ଛୋଟ ଲାଗିପାରେ, କିନ୍ତୁ ଅପମାନଟା ବହୁତ ବଡ଼ ଥିଲା। ଆଉ ଋଷିମାନଙ୍କର ତ ରାଗ ନାକ ଆଗରେ ଥାଏ, ବିଶେଷ କରି ବୈକୁଣ୍ଠ ଭଳି ସ୍ଥାନରେ ଯୋଉଠି କୌଣସି ଭେଦଭାବର ସ୍ଥାନ ହିଁ ନାହିଁ। ଠିକ୍। ଋଷିମାନେ ଭୀଷଣ ରାଗିଗଲେ। ସେମାନେ କହିଲେ, ତୁମେମାନେ ବୈକୁଣ୍ଠରେ ରହିବାକୁ ଯୋଗ୍ୟ ନୁହଁ। ତୁମ ମନରେ ଏବେ ବି ଅହଙ୍କାର ଅଛି। ଆଉ ତାପରେ ସେଇ ଅଭିଶାପ। ହଁ, ସେମାନେ ଅଭିଶାପ ଦେଲେ, ଅସୁର ଯୋନି ଏ ପାଇବେ, ଦୁଷ୍କୃତ କର୍ମ ଆଚରିବେ। ବାପରେ, ମାନେ ତୁମେମାନେ ପୃଥିବୀରେ ପାପୀ ଅସୁର ହୋଇ ଜନ୍ମ ନିଅ ଆଉ ନିଜ କୁକର୍ମର ଫଳଭୋଗ। ଏ ହୋ ହଲ୍ଲା ଶୁଣି ତ ନିଶ୍ଚୟ ଭଗବାନ ନାରାୟଣ ଆସିଥିବେ। ସମସ୍ତେ ଆଶା କରିଥିବେ ଯେ ସେ ଆସି ପରିସ୍ଥିତି ସମ୍ଭାଳି ନେବେ, ଋଷିଙ୍କୁ ବୁଝାଇବେ, ନିଜ ସେବକଙ୍କୁ ବଞ୍ଚାଇବେ। କିନ୍ତୁ ଏଇଠି କାହାଣୀ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ନେଉଛି। ହଁ, ଭଗବାନ ସେଠାରେ ପହଞ୍ଚିଲେ, କିନ୍ତୁ ସେ ଋଷିମାନଙ୍କ ଉପରେ ରାଗିବା ବଦଳରେ ଓଲଟି ନିଜ ସେବକଙ୍କ ଭୁଲ ପାଇଁ ନିଜକୁ ଦାୟୀ କଲେ। ନିଜକୁ? ହଁ, ସେ କହିଲେ, ମୁଁ ହିଁ ସମ୍ମତ କଲି ଚିତ୍ତେ ଦେବ ହେଳନା ଅନୁମତେ। ଏହାର ଅର୍ଥ କଣ? ମାନେ ମୋର ସେବକମାନେ ଯେଉଁ ବ୍ରାହ୍ମଣ ଅପମାନ କରିଛନ୍ତି ସେଥିରେ ମୋର ସମ୍ମତି ଅଛି ବୋଲି ଧରିନିଅ। ଏହା ଏକ ଅବିଶ୍ୱାସନୀୟ କଥା ଥିଲା। ହେଲେ ଏଇଟା ଟିକେ ଅଜବ ଲାଗୁନି କି? ନିଜର ଏତେ ପ୍ରିୟ, ଏତେ ବିଶ୍ୱସ୍ତ ସେବକଙ୍କୁ ଭଗବାନ କେମିତି ଏମିତି ଛାଡ଼ିଦେଲେ? ଜଣେ ସାଧାରଣ ମଣିଷ ବି ନିଜ ଲୋକଙ୍କ ପାଇଁ ଲଢ଼େ, ଆଉ ଏଠି ତ ସ୍ୱୟଂ ଭଗବାନ। କାହିଁକି ସେମିତି କଲେ? ଏଇଠି ହିଁ କାହାଣୀର ସବୁଠୁ ଗଭୀର ଦିଗଟି ଲୁଚି ରହିଛି। ଭଗବାନ ଏହାର କାରଣ ବୁଝାଇ କହିଲେ। କଣ କହିଲେ? ଯେଣୁ ବ୍ରାହ୍ମଣ ଇଷ୍ଟ ମୋର, ତେଣୁ ସୁଦୟା ତୁମ୍ଭେ କର। ସେ କହିଲେ ଯେ ବ୍ରାହ୍ମଣମାନେ ତାଙ୍କର ସବୁଠାରୁ ପ୍ରିୟ ଏବଂ ସେମାନଙ୍କର ଅପମାନ ସେ ନିଜେ ସହିପାରିବେ ନାହିଁ। ଆଉ ତାପରେ ସେ ଯେଉଁ କଥାଟି କହିଲେ? ହଁ, ସେଇଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଲେ, ବିପ୍ର ଶରୀର ମୋର ତନୁ। ବିପ୍ର ଶରୀର ମୋର ତନୁ। ବାପରେ, ଏହାର ଅର୍ଥ ତ ବହୁତ ଗଭୀର। ଏହା କେବଳ ଏକ ସାମାଜିକ ସମ୍ମାନ କଥା ନୁହେଁ ବୋଧେ? ଆଦୌ ନୁହେଁ। ଏହାର ଏକ ଦାର୍ଶନିକ ଅର୍ଥ ଅଛି। ବୈଦିକ ପରମ୍ପରାରେ ସମଗ୍ର ବ୍ରହ୍ମାଣ୍ଡକୁ ଏକ ବିରାଟ ପୁରୁଷ ଭାବରେ ଦେଖାଯାଏ। ହଁ, ସେହି ବିରାଟ ପୁରୁଷଙ୍କ ମୁଖ୍ୟ ହେଉଛନ୍ତି ବ୍ରାହ୍ମଣ। ତେଣୁ ଯେତେବେଳେ ଭଗବାନ ଏହା କହୁଛନ୍ତି, ସେ ଏକ ବ୍ରହ୍ମାଣ୍ଡୀୟ ବ୍ୟବସ୍ଥା କଥା କହୁଛନ୍ତି। ଆଚ୍ଛା। ସେ ଏହା ମଧ୍ୟ ସ୍ପଷ୍ଟ କଲେ ଯେ ଭେଦବୁଦ୍ଧିଟି ବିଚାରି ମୋତେ ଚିନ୍ତନ୍ତି ଭିନ୍ନ କରି ସେ ମୋରେ ଅପରାଧ କରେ। ମାନେ ଯିଏ ତାଙ୍କୁ ଆଉ ବ୍ରାହ୍ମଣଙ୍କୁ ଅଲଗା ଭାବେ, ସେ ପ୍ରକୃତରେ ତାଙ୍କ ପାଖରେ ଅପରାଧ କରେ। ଠିକ୍। ତାମାନେ ଏଠି ଗୋଟେ ବଡ଼ ଦାର୍ଶନିକ ପ୍ରଶ୍ନ ଉଠୁଛି। ଭଗବାନ ନିଜେ ସ୍ଥାପନ କରିଥିବା ଧର୍ମର ନିୟମରେ ବାନ୍ଧି ହୋଇଗଲେ। ହଁ,
ଏହା ଦେଖାଉଛି ଯେ ବ୍ୟକ୍ତିଠାରୁ ଧର୍ମ ବା ସିଦ୍ଧାନ୍ତ ବଡ଼, ଏପରିକି ଭଗବାନଙ୍କ କ୍ଷେତ୍ରରେ ମଧ୍ୟ। ସେ ନିଜର ପ୍ରିୟ ଭକ୍ତଙ୍କୁ ବଞ୍ଚାଇବା ପାଇଁ ନିୟମ ଭାଙ୍ଗି ପାରିଥାନ୍ତେ, କିନ୍ତୁ ସେ ତାହା କଲେ ନାହିଁ। ଏକଦମ ଠିକ୍। ସେ ଧର୍ମର ମର୍ଯ୍ୟାଦା ରକ୍ଷା କଲେ। ସେ ଏପରିକି କହିଲେ ଯେ ଯଜ୍ଞର ଅଗ୍ନିରେ ଦିଆଯାଉଥିବା ଆହୁତିଠାରୁ ବ୍ରାହ୍ମଣଙ୍କ ମୁଖରେ ଦିଆଯାଉଥିବା ଭୋଜନରେ ସେ ଅଧିକ ସନ୍ତୁଷ୍ଟ ହୁଅନ୍ତି। ଏହାଦ୍ୱାରା ସେ ସମାଜରେ ଜ୍ଞାନୀ ଏବଂ ସାତ୍ତ୍ୱିକ ବ୍ୟକ୍ତିଙ୍କ ସ୍ଥାନକୁ ସର୍ବୋଚ୍ଚ ବୋଲି ଦେଖାଇଲେ। ହଁ, ଠିକ୍ ଅଛି, ଧର୍ମ ରକ୍ଷା ହେଲା, ଋଷିମାନଙ୍କ ସମ୍ମାନ ବି ରହିଲା, କିନ୍ତୁ ବିଚରା ଜୟ ବିଜୟ, ସେମାନଙ୍କର କ'ଣ ହବ? ସେମାନଙ୍କ ପାଇଁ କ'ଣ କିଛି ରାସ୍ତା ନଥିଲା? ଭଗବାନ ସେମାନଙ୍କୁ ପୂରାପୂରି ଛାଡ଼ିଦେଲେନି। ସେ ସେମାନଙ୍କ ପାଇଁ ମୁକ୍ତିର ଏକ ରାସ୍ତା ବାହାର କଲେ। କେମିତି? ସେ କହିଲେ ଯେ ଅଭିଶାପ୍ତ କାମ କରିବ, କିନ୍ତୁ ସୀମିତ ସମୟ ପାଇଁ। ସେମାନଙ୍କୁ 3 ଥର ପୃଥିବୀରେ ଅସୁର ହୋଇ ଜନ୍ମ ନେବାକୁ ପଡ଼ିବ। 3 ଥର? ହଁ, ତୃତୀୟ ଜନ୍ମର ବିତଳେ ପୁଣି ମିଳିବ ମୋର ପାଶେ, ଅର୍ଥାତ୍ 3 ଜନ୍ମ ପରେ ସେମାନେ ପୁଣି ଥରେ ମୋ ପାଖକୁ ଫେରି ଆସିବେ। ଆଉ ଏଇଠି ଆସୁଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ଭଗବାନ ଏକ ପ୍ରତିଶ୍ରୁତି ବି ଦେଲେ, ଦଣ୍ଡ ସାଙ୍ଗରେ ଗୋଟେ ଭରସା ବି ମିଳିଲା। ହଁ, ସେ କହିଲେ, ମୁଁ ପୁଣି ତାଙ୍କ ଉପକାରେ ଶରୀର ବହିବି ସଂସାରେ। ୱାଃ! ମାନେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ମୁଁ ନିଜେ ସଂସାରରେ ଶରୀର ଧାରଣ କରିବି, ଅବତାର ନେବି। ଏକଦମ। ଏହା ଶୁଣି ଋଷିମାନେ ଶାନ୍ତ ହେଲେ। ସେମାନେ ଭଗବାନଙ୍କର ମହିମା ବୁଝିପାରିଲେ ଏବଂ ନିଜର ତରବରିଆ କ୍ରୋଧ ପାଇଁ ଅନୁତାପ କଲେ। ସେମାନେ ସ୍ୱୀକାର କଲେ, ଆମ୍ଭେ ନ ଜାଣୁ ତୋର ଗତି। ପ୍ରି ପ୍ଲାନ୍ଡ ଇଭେଣ୍ଟ ଥିଲା। ଋଷିଙ୍କର ରାଗ ଆଉ ଜୟ ବିଜୟଙ୍କର ଭୁଲ, ସବୁ ଗୋଟେ ବାହାନା। ଠିକ୍ ସେୟା। ଏହା ଭଗବାନଙ୍କ ଲୀଳାର ଏକ ଅଂଶ ଥିଲା। ଭଗବାନ ନିଜେ ସୂଚନା ଦେଇଛନ୍ତି। କ'ଣ? ଏକଥା କମଳା ସମୀପେ କହିମୁ ଅଛି ପୂର୍ବକଳ୍ପେ, ଅର୍ଥାତ୍ ଏହି ଘଟଣା ଘଟିବ ବୋଲି ସେ ମାତା ଲକ୍ଷ୍ମୀଙ୍କୁ ବହୁତ ଆଗରୁ କହିସାରିଥିଲେ। ବା, ତାମାନେ ଏହି ଅଭିଶାପ ଏକ ମାଧ୍ୟମ ଥିଲା, ଯାହାଦ୍ୱାରା ଭଗବାନ ପୃଥିବୀରେ ଅବତାର ନେବାର କାରଣ ସୃଷ୍ଟି କରୁଥିଲେ। ହଁ, ତେବେ ଏଇ 3 ଜନ୍ମର କଥାଟାକୁ ଟିକେ ବିସ୍ତାରରେ ବୁଝିବା। ପ୍ରଥମ ଜନ୍ମରେ ସେମାନେ କିଏ ଥିଲେ? ପ୍ରଥମ ଜନ୍ମରେ ଜୟ ଓ ବିଜୟ ହିରଣ୍ୟାକ୍ଷ ଓ ହିରଣ୍ୟକଶିପୁ ନାମକ 2 ଭୟଙ୍କର ଅସୁର ଭାବରେ ଜନ୍ମ ନେଲେ। ହିରଣ୍ୟାକ୍ଷ, ଯିଏ ପୃଥିବୀକୁ ନେଇ ସମୁଦ୍ର ଗର୍ଭରେ ଲୁଚାଇ ଦେଇଥିଲା। ହଁ, ଆଉ ସେତେବେଳେ ଭଗବାନ ବିଷ୍ଣୁ ବରାହା ଅବତାର ନେଇ ତାକୁ ବଧ କରିଥିଲେ। ଆଉ ହିରଣ୍ୟକଶିପୁର କାହାଣୀ ତ ଆମେ ସମସ୍ତେ ଜାଣିଛେ। ତାକୁ ମାରିବାକୁ ଭଗବାନ ନୃସିଂହ ଅବତାର ନେଇଥିଲେ। ଠିକ୍, ଏହା ଥିଲା ସେମାନଙ୍କର ପ୍ରଥମ ଜନ୍ମ। ଆଉ ଦ୍ୱିତୀୟ ଜନ୍ମ? ଦ୍ୱିତୀୟ ଜନ୍ମରେ ସେମାନେ ତ୍ରେତୟା ଯୁଗରେ ରାବଣ ଓ କୁମ୍ଭକର୍ଣ୍ଣ ହୋଇ ଜନ୍ମ ହେଲେ। ଆଉ ସେମାନଙ୍କୁ ମୁକ୍ତି ଦେବା ପାଇଁ ଭଗବାନ ରାମ ଅବତାରରେ ଆସିଲେ। ଏକଦମ। ଆଉ ତୃତୀୟ ଜନ୍ମ? ତୃତୀୟ ଏବଂ ଶେଷ ଜନ୍ମରେ ସେମାନେ ଦ୍ୱାପର ଯୁଗରେ ଶିଶୁପାଳ ଓ ଦନ୍ତବକ୍ର ରୂପରେ ଜନ୍ମ ହେଲେ। ଯାହାକୁ ଭଗବାନ ଶ୍ରୀକୃଷ୍ଣ ବଧ କରିଥିଲେ। ହଁ, ତାଙ୍କ ସୁଦର୍ଶନ ଚକ୍ରରେ। ଏହିପରି ଭାବରେ 3 ଜନ୍ମ ପରେ ଜୟ ଓ ବିଜୟଙ୍କର ଅଭିଶାପ ଶେଷ ହେଲା। ବାଃ, ତାମାନେ ଭଗବାନଙ୍କର 3ଟା ବଡ଼ ବଡ଼ ଅବତାର, ନୃସିଂହ, ରାମ ଓ କୃଷ୍ଣ, ଏହି ଗୋଟିଏ ଘଟଣାର ସୂତ୍ର ସହିତ ଯୋଡ଼ି ହୋଇ ରହିଥିଲା। ନିଶ୍ଚିତ ଭାବରେ। ଏହା ଦେଖାଏ ଯେ ପୁରାଣର କାହାଣୀଗୁଡ଼ିକ ଅଲଗା ଅଲଗା ନୁହେଁ, ବରଂ ଗୋଟେ ବୃହତ୍ତର କାହାଣୀର ଅଂଶ। ତାହେଲେ ଆମେ ତ ଭବିଷ୍ୟତ କଥା ଜାଣିଗଲେ, କିନ୍ତୁ ସେହି ମୁହୂର୍ତ୍ତରେ ବୈକୁଣ୍ଠରେ କ'ଣ ହେଲା? ଯେତେବେଳେ ଅଭିଶାପ ଦିଆଗଲା, ସେମାନେ କେମିତି ତଳକୁ ଆସିଲେ? ସେହି ମୁହୂର୍ତ୍ତଟି ବହୁତ ଦୁଃଖଦ ଥିଲା। ଭାଗବତରେ ବର୍ଣ୍ଣନା କରାଯାଇଛି ଯେ ଅଭିଶାପ ମିଳିବା କ୍ଷଣି ସେମାନଙ୍କ ଶରୀରରୁ ବିଷ୍ଣୁ ତେଜ ଚାଲିଗଲା। ଆତ୍ମାରୁ ବିଷ୍ଣୁ ତେଜ ଗଲା? ହଁ, ସେମାନଙ୍କର ସବୁ ଗର୍ବ, ସବୁ ଅହଙ୍କାର ଚୂର୍ଣ୍ଣ ହୋଇଗଲା। ତକ୍ଷଣେ ହତଗର୍ଭ ହୋଇ ଅଧବଦନେ ବେଣିଭାଏ। 2 ଭାଇ ଲଜ୍ଜାରେ ମୁହଁ ତଳକୁ କରି ବୈକୁଣ୍ଠରୁ ପୃଥିବୀ ଆଡ଼କୁ ଖସି ପଡ଼ିଲେ। ହଁ, ଆଉ ବର୍ଣ୍ଣନାରେ ଅଛି, ବିଷ୍ଣୁର ଭୁବନୁ ପଡ଼ନ୍ତେ ହା ହା ଶବ୍ଦ ଶୂନ୍ୟ ପଥେ। ସେମାନଙ୍କ ପତନ ବେଳେ ଆକାଶ ମାର୍ଗରୁ ହାହାକାର ଶବ୍ଦ ଶୁଭିଲା। ଆଉ ସେଠାରୁ ଖସି ସେମାନେ ସିଧା ଦିତିଙ୍କ ଗର୍ଭରେ କଶ୍ୟପ ଋଷିଙ୍କ ବୀର୍ଯ୍ୟରୁ ଆଶ୍ରୟ ନେଲେ, ଯେଉଁଠାରୁ ପରବର୍ତ୍ତୀ ସମୟରେ ହିରଣ୍ୟାକ୍ଷ ଓ ହିରଣ୍ୟକଶିପୁ ଜନ୍ମ ହେଲେ। ଏହିପରି ଭାଗବତର ପରବର୍ତ୍ତୀ କାହାଣୀ ପାଇଁ ମଞ୍ଚ ପ୍ରସ୍ତୁତ ହୋଇଗଲା। ଏକଦମ। ତେବେ ଏହି ସମ୍ପୂର୍ଣ୍ଣ ଆଲୋଚନାରୁ ଆମେ କ'ଣ ବୁଝିଲେ? କଥାଟା ଖାଲି ରାଗ, ଅଭିଶାପ ଆଉ ଦଣ୍ଡର ନୁହେଁ। ନା, ଆଦୌ ନୁହେଁ।
ଏହା ପଛରେ ଧର୍ମର ସର୍ବୋଚ୍ଚତା, ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଏକ ଜଟିଳ ସମ୍ପର୍କ ଏବଂ ସବୁଠୁ ବଡ଼ କଥା ଏକ ବୃହତ୍ତର ଦୈବୀ ଲୀଳାରୁ ପରିଚୟ ମିଳୁଛି। ହଁ, ଭଗବାନ ନିଜ ପ୍ରିୟ ଭକ୍ତଙ୍କୁ ଦଣ୍ଡିତ ହେବାକୁ ଦେଲେ କେବଳ ଧର୍ମର ମର୍ଯ୍ୟାଦା ରକ୍ଷା କରିବା ପାଇଁ। ଏବଂ ନିଜ ଲୀଳାକୁ ସମ୍ପୂର୍ଣ୍ଣ କରିବା ପାଇଁ। ଆଉ ଏଠାରେ ଆମ ସମସ୍ତଙ୍କ ପାଇଁ ଏକ ଚିନ୍ତା କରିବାର ବିଷୟ ରହିଯାଉଛି। କ'ଣ? ଏହି ଗ୍ରନ୍ଥ ସୂଚିତ କରେ ଯେ ସମଗ୍ର ଘଟଣାକ୍ରମଟି ଭଗବାନଙ୍କ ଦ୍ୱାରା ହିଁ ପରିକଳ୍ପିତ ଥିଲା। ଜୟ, ବିଜୟଙ୍କ ଭୁଲ ଏବଂ ଋଷିଙ୍କ କ୍ରୋଧ କେବଳ ନିମିତ୍ତ ମାତ୍ର ଥିଲା। ଏହା ଆମକୁ ଭାବିବାକୁ ବାଧ୍ୟ କରେ, ଆମ ନିଜ ଜୀବନରେ ଯାହାକୁ ଆମେ ଖରାପ ବା ଅନ୍ୟାୟ ବୋଲି ଭାବୁ, ତା ପଛରେ ବି କ'ଣ କୌଣସି ବଡ଼ ଅଦୃଶ୍ୟ ଉଦ୍ଦେଶ୍ୟ ଥାଇପାରେ? ଆମେ ଯାହାକୁ ବାଧାବିଘ୍ନ ଭାବୁ, ତାହା କ'ଣ ଆମର ବା ଆଉ କାହାର ବିକାଶ ପାଇଁ ଏକ ସୁଯୋଗ ହୋଇପାରେ? ଏହି ପ୍ରଶ୍ନଟି ଆମ ସମସ୍ତଙ୍କ ପାଇଁ ରହିଲା।